ଅଲ୍ ଇଣ୍ଡିଆ ହ୍ୟାଣ୍ଡଲୁମ୍ ଓ ହ୍ୟାଣ୍ଡିକ୍ରାଫ୍ଟ ଆସୋସିଏସନ ନୂଆଦିଲ୍ଲୀ ପକ୍ଷରୁ ମଙ୍ଗଳବାର ଦିନ ସମ୍ବଲପୁର ସାମ୍ବାଦିକ ଭବନଠାରେ ହସ୍ତଶିଳ୍ପ ଓ ହସ୍ତତନ୍ତ କଳାକୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଅଲ୍ ଇଣ୍ଡିଆ ହ୍ୟାଣ୍ଡଲୁମ୍ ଓ ହ୍ୟାଣ୍ଡିକ୍ରାଫ୍ଟ ଆସୋସିଏସନ ନୂଆଦିଲ୍ଲୀ ପକ୍ଷରୁ ଉପସଭାପତି ରଞ୍ଜନ ସେଠଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ହ୍ୟାଣ୍ଡଲୁମ୍ ଓ ହ୍ୟାଣ୍ଡିକ୍ରାଫ୍ଟ ଆସୋସିଏସନ ନୂଆଦିଲ୍ଲୀର ସଭାପତି ପ୍ରଫୁଲ୍ଲ ମହାପାତ୍ର ଓ ଅଲ୍ ଇଣ୍ଡିଆ ହ୍ୟାଣ୍ଡଲୁମ୍ ଓ ହ୍ୟାଣ୍ଡିକ୍ରାଫ୍ଟ ଆସୋସିଏସନ ନୂଆଦିଲ୍ଲୀର ଚେୟାରପର୍ସନ ଡକ୍ଟର ଏସ୍ ଭାଲେଶ୍ରୀ ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଗଦାନ କରିଥିଲେ। ଏହି ଅବସରରେ ଆସୋସିଏସନର ସମ୍ବଲପୁର ଜିଲ୍ଲା କମିଟିକୁ ନୂତନ କରି ଗଠନ କରାଯାଇଥିବା ବେଳେ ଅନୁସୟା ସାମଲଙ୍କୁ ଜିଲ୍ଲା ସଭାନେତ୍ରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜାହ୍ନବୀ ପଶାୟତ, ସନ୍ତୋଷିନୀ ପାତ୍ର, ହୀରା ପରିଡ଼ା ପ୍ରମୁଖ ମଞ୍ଚାସୀନ ରହିଥିଲେ। ବିଶେଷକରି ସଚେତନତା ଶିବିର ମାଧ୍ୟମରେ ଜିଲ୍ଲାର ବିଭିନ୍ନ ପଡ଼ା ତଥା ଅଞ୍ଚଳରେ ରହୁଥିବା ବୁଣାକାର ତଥା ହସ୍ତଶିଳ୍ପ କାରିଗରଙ୍କୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ନେଇ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରାଯାଇଥିଲା। ଯେପରିକି ବୁଣାକାର ତଥା ହସ୍ତଶିଳ୍ପ କ୍ଷେତ୍ର ପାଇଁ ସରକାରଙ୍କ ମୁଦ୍ରା ଯୋଜନା ଓ ବିଶ୍ୱକର୍ମା ଯୋଜନା ବାବଦରେ କିପରି ଅଧିକ ସଚେତନତା ସହ ଜନଜାଗରଣ ସୃଷ୍ଟି କରାଯିବ ସେନେଇ ଶିବିରରେ ଆଲୋଚନା କରାଯାଇ ଏନେଇ ସ୍ୱତନ୍ତ୍ର ଅବଗତି କରାଯାଇଛି। ଏଥିରେ ଆସୋସିଏସନର ସଭ୍ୟାଙ୍କ ସମେତ 40 ଜଣ ବୁଣାକାର ତଥା ହସ୍ତଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା କାରିଗରମାନେ ଶିବିରରେ ଉପସ୍ଥିତ ରହିଥିଲେ। गाँ गाँव में केमती हैंडलूम हैंडीक्राफ्टर आमर गरीब लोक मैंने कार्यक्रम कर आर्थिक स्वच्छलता आसवा से बाबद नहीं सब आलोचना करूँ। आ भौणी मैंने जाकि गाँ गाँ मान के परिवार मैंने गरीब परिवार मैंने काम कर आर्थिक सहायता मिल पार्बा से बाबद नहीं जनाबे आर लगे आम जेन सरकार जी भी सहायता अच्छे के मिल पार्बा से बाबद नहीं जनईकर आमको से एप्लिकेशन फर्म यहाँ हूँ आम ऑल इंडिया एसोसिएशन।